ସାଙ୍ଗମାନେ ଆପଣଙ୍କର ମୁଣ୍ଡରୁ ଚୁଟି ଉଠି ଉଠି ଆପଣଙ୍କର ମୁଣ୍ଡ ଚନ୍ଦା ହେଇଗଲାନି ତ ଆପଣ ବ୍ୟସ୍ତ ହୋଇପଡ଼ୁଥିବେ, ଚିନ୍ତା ଲାଗୁଥିବ ଆପଣମାନଙ୍କୁ ସାଙ୍ଗସାଥିମାନେ ମୋତେ କ'ଣ କହିବେ। ତ ଖାସ୍ ଏଇଥିପାଇଁ ଯଦି ଆପଣଙ୍କର ମୁଣ୍ଡରୁ ଚୁଟି ଉଠି ଯାଉଛି ତ ଯେତେବେଳେ କଙ୍ଗି କଲାବେଳେ ଉଠି ଯାଉଛି ଆଉ ହାତ ଛିଲିଲା ବେଳେ ଉଠି ଯାଉଛି ତ ଖାସ୍ ଆପଣଙ୍କ ପାଇଁ ସୁନ୍ଦର ଭିଡ଼ିଓ। ଆପଣମାନେ ଦେଖିନାହାନ୍ତି ଯଦି ପ୍ରଥମ ଭିଡ଼ିଓଟି ଦେଖିନିଅନ୍ତୁ ଏବଂ ଆପଣଙ୍କୁ ଭଲ ଲାଗିଲେ ନିଶ୍ଚୟ ସବସ୍କ୍ରାଇବ୍ ନିହାତି କରିଦେବେ। ଦେଖନ୍ତୁ ଚନ୍ଦା ମୁଣ୍ଡରୁ କେମିତି ଆପଣଙ୍କର ଘନ ଚୁଟି ହେବ ଏବଂ ଆପଣ ସୁନ୍ଦର ଦିଶିବେ, ଚନ୍ଦାପଣରୁ ମୁକ୍ତି ପାଇବେ। ତ ସେଇଥିପାଇଁ ଏକ ସୁନ୍ଦର ଭିଡ଼ିଓ। ଆପଣଙ୍କୁ ଭିଟାମିନ୍ ଦରକାର, ତାପରେ ତେଲ ଗୁଡ଼ା ଦରକାର, ତ ଆପଣଙ୍କୁ ଏଇ ଭିଡ଼ିଓଟି ନେଇ ଆସିଛି। ଆଜିକାର ଭିଡ଼ିଓଟି ହେଉଛି ଲେଡ଼ିଜ୍ମାନଙ୍କ ପାଇଁ। ଯଦି ଲେଡ଼ିଜ୍ମାନଙ୍କର ଚୁଟି ଉଠି ଯାଉଥିବ ତାହେଲେ ଆପଣମାନେ କ'ଣ ୟୁଜ୍ କରିବେ ଦେଖନ୍ତୁ। ମୁଁ ଆପଣଙ୍କ ପାଇଁ ନେଇ ଆସିଛି କେରାଟିନ୍ ଅଏଲ୍, ଆୟୁର୍ବେଦିକ ହେୟାର ଥେରାପି। କେରାଟିନ୍ ଅଏଲ୍ଟି ଆପଣ ୟୁଜ୍ କରିବେ ଏବଂ ତା ସହିତ ଆପଣମାନେ ଭିଟାମିନ୍ ଖାଆନ୍ତୁ। ଲଗି ହେୟାର ଓମେନ୍, এই ମେଡ଼ିସିନଟି ୟୁଜ୍ କରିବା ପାଇଁ ତାର ପ୍ରଣାଳୀ ବତାଇ ଦେଉଛି। ଲଗି ହେୟାର ଓମେନ୍ କନିଷ୍କା କମ୍ପାନୀର। ତ ଏଇଟା ହେଉଛି ଭିଟାମିନ୍ ଅଛି। ଆପଣଙ୍କ ଭିଟାମିନ୍ ଅଭାବରୁ ଚୁଟି ଉଠୁଛି ତ କେଉଁ ଭିଟାମିନ୍ ଆପଣମାନଙ୍କୁ ୟୁଜ୍ କରିବା ଦରକାର। ବାୟୋଟିନ୍ ହିଁ ଆପଣ ବାୟୋଟିନ୍ ଗୋଟେ ଅଛି। ବାୟୋଟିନ୍ ସବୁଠୁ ମେନ୍ ଜିନିଷ। ଆଉ ଆମିନୋ ଏସିଡ୍, ଭିଟାମିନ୍ ଏମ୍, ମିନେରାଲ ମିଶ୍ରିତ ହୋଇଥିବା ଏହି କ୍ୟାପସୁଲ୍ ଲଗି ହେୟାର ଓମେନ୍ କ୍ୟାପସୁଲ୍ ଲେଡ଼ିଜ୍ମାନଙ୍କ ପାଇଁ ତିଆରି କରାଯାଇଛି। ଯେଉଁ ଲେଡ଼ିଜ୍ମାନଙ୍କର ଚୁଟି ଉଠିକରି ଚନ୍ଦାପଣ ହେବାକୁ ଯାଉଛି ତାହାଙ୍କ ପାଇଁ ଆପଣମାନେ ୟୁଜ୍ କରିପାରିବେ। କେମିତି ୟୁଜ୍ କରିବେ ଦାମ ପ୍ରଥମେ ଦେଖି ନିଅନ୍ତୁ। ଦାମ ହେଉଛି 250 ଟଙ୍କା। କେତେଟାକୁ 10ଟା କ୍ୟାପସୁଲ୍କୁ 250 ଟଙ୍କା ଅଛି। ନଟ୍ ଫର୍ ଅନଲାଇନ୍ ସେଲ୍। ଦେଖୁଛନ୍ତି ଆପଣମାନେ ଅନଲାଇନ୍ରେ ବିକ୍ରି ହୋଇପାରିବନି। ଯଦି ଆପଣମାନଙ୍କ ପାଖକୁ ମିଳୁନି ତାହେଲେ ମୋତେ କଣ୍ଟାକ୍ଟ କରିବେ। ତ ଆପଣ ଜାଣିବାକୁ ଚାହୁଁଛନ୍ତି ଏ ଲଗି ହେୟାର ଓମେନ୍ କ୍ୟାପସୁଲ୍ଟି କେତେବେଳେ ଖାଇବେ। ତ ମୋର ସାଙ୍ଗମାନେ, ମହିଳା ସାଙ୍ଗମାନେ ଆପଣଙ୍କୁ ମୁଁ ବତାଇ ଦେଉଛି। ଏ ଡେଲି ଗୋଟେ ଗୋଟେ ରାତିରେ ଖାଇବେ। ଯେତେବେଳେ ଆପଣ ଭାତ ଖାଇସାରୁଛନ୍ତି ତାପରେ ଡେଲି ଗୋଟେ ଗୋଟେ ରାତିରେ ଖାଆନ୍ତୁ। 15 ଦିନ ୟୁଜ୍ କରନ୍ତୁ। 15 ଦିନରେ ଆପଣଙ୍କୁ ରେଜଲ୍ଟ ଆସିଯିବ। ଆଉ ତା ସହିତ ମୁଁ ଆପଣଙ୍କୁ କହିଦେଇଥିଲି କେରାଟିନ୍ ଅଏଲ୍ ଲଗାଇବା ପାଇଁ। କେରାଟିନ୍ ଅଏଲ୍ଟି ଆପଣମାନେ ଲଗାଇବେ କେତେବେଳେ, ସକାଳେ ଯେଉଁ ଗାଧୋଇ ସାରୁଛନ୍ତି, ଗାଧୋଇ ସାରିଲା ପରେ ଲଗାଇବେ। କେମିତି ଲଗାଇବେ, ଚୁଟି ମୂଳରେ ଲଗାଇବେ। ଚୁଟି ଉପରେ କେବେ ଲଗାଇବେନି, ଚୁଟି ମୂଳ ହିଁ ଲଗାନ୍ତୁ। ଆଉ 15 ଦିନ ପରେ ମୋତେ ରେଜଲ୍ଟ କୁହନ୍ତୁ। ତ ଆପଣଙ୍କ ପାଇଁ ସବୁବେଳେ ମୁଁ ଏମିତି ଭିଡ଼ିଓ ବନେଇ ଦେଉଥିବି। ଆପଣମାନେ ମୋତେ ସପୋର୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ ସାଙ୍ଗସାଥିମାନଙ୍କୁ। ଆହୁରି ଇମ୍ପୋର୍ଟାଣ୍ଟ ଭିଡ଼ିଓ ଅଛି। ଆପଣ ଯଦି କ୍ରୟ କରିବାକୁ ଚାହୁଁଛନ୍ତି ପାଖ ଦୋକାନରେ ସମ୍ପର୍କ କରନ୍ତୁ। ନହେଲେ ପାଖ ଦୋକାନ ଥିବ ଯଦି ତାପରେ ଯଦି ଷ୍ଟକ୍ ନାହିଁ ତାହେଲେ ଆପଣମାନେ ଅର୍ଡ଼ର କରନ୍ତୁ ମଗାଇବା ପାଇଁ ଏବଂ ଖାଆନ୍ତୁ। ଡେଲି ଗୋଟେ ରାତିରେ ୟୁଜ୍ କରନ୍ତୁ। ଖାଇସାରିଲା ପରେ ହିଁ ଖାଇବେ ଏବଂ 15 ଦିନ ପରେ ରେଜଲ୍ଟ କରିବେ। ତ ସାଙ୍ଗମାନେ ଲଗି ହେୟାର ଓମେନ୍ କ୍ୟାପସୁଲ୍ ଆପଣମାନଙ୍କୁ ଯେମିତି ଲାଗିଲା, କେମିତି ଲାଗିଲା ଏବଂ କେତେ ଇଫେକ୍ଟ ହେଲା ତାର ନିଶ୍ଚୟ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଡାବର କମ୍ପାନୀର କେରାଟିନ୍ ଅଏଲ୍ ଆୟୁର୍ବେଦିକ ହେୟାର ଥେରାପି। ଆୟୁର୍ବେଦିକରେ ହେଉଛି 100 ml କ୍ୱାଣ୍ଟିଟି ଅଛି। ନେଟ୍ କ୍ୱାଣ୍ଟିଟି ଆପଣଙ୍କୁ 220-30 ଟଙ୍କା MRPରେ ମିଳିଯିବ। 240 ଟଙ୍କା ପାଖାପାଖି ଅଛି ଏବେ ମାର୍କେଟରେ। ତ ଆପଣଙ୍କୁ ଯଦି କ୍ରୟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଯଦି ମିଳୁନି ପାଖ ଦୋକାନରେ ସମ୍ପର୍କ କରନ୍ତୁ। ଯଦି ନ ମିଳୁଛି ମୋତେ କମେଣ୍ଟ କରନ୍ତୁ। ଏଇ ଏଭାରଗ୍ରୀନ୍ ଓଡ଼ିଆ ଚ୍ୟାନେଲରେ କମେଣ୍ଟ କରନ୍ତୁ। ଆପଣଙ୍କ ପାଖକୁ ପହଞ୍ଚାଇବାକୁ ମୁଁ ଚେଷ୍ଟା କରିବି। ଆପଣମାନେ ଆଡ୍ରେସ୍ ଦେଇଦେବେ ଏବଂ ଯେଉଁ କଷ୍ଟ ଲାଗିବ ଆପଣମାନେ ଫୋନ୍ପେ ମାଧ୍ୟମରେ ଆପଣଙ୍କୁ ପେଡ୍ କରିବାକୁ ପଡ଼ିବ। ଆପଣମାନଙ୍କୁ ଜଣାଇଦେଲି, ଆପଣ ଜାଣିବା ପାଇଁ ଚେଷ୍ଟା କରିବେ। ଲଗି ହେୟାର କ୍ୟାପସୁଲ୍ ଓମେନ୍ ଯେଉଁ ଅଛି ଭିତର ଅଂଶ ଏମିତି ଅଛି, ଏମିତି ପ୍ୟାକିଂରେ ସବୁ ହେଇଛି। ତ ଆପଣମାନେ ଦୋକାନ ଖାଇବା ପାଇଁ ଆପଣଙ୍କୁ ମୁଁ ଭିତର ଅଂଶ ମଧ୍ୟ ଦେଖାଇ ଦେଉଛି। ତ ଆପଣମାନେ କ୍ରୟ କଲା ପରେ ଭିତର ଅଂଶ ମଧ୍ୟ ଦେଖିନେବେ। ଆଉ ସବୁବେଳେ ଚେକ୍ କରିବେ ଆଜ୍ଞା। ଆପଣ ଯେତେବେଳେ କରିବାକୁ ଚାହୁଁଛନ୍ତି ପଇସା ଦେବେ, କିନ୍ତୁ ତା ପୂର୍ବରୁ ଆପଣମାନେ ଏକ୍ସପାୟରି ନିଶ୍ଚୟ ଚେକ୍ କରିବେ। ହେୟାର ଲଗି ହେୟାର ଓମେନ୍ ମୁଁ ଆପଣଙ୍କ ପାଇଁ ଭିଡ଼ିଓ ବନେଇଦେଲି ଲେଡ଼ିଜ୍ମାନଙ୍କ ପାଇଁ। ତ ଆପଣମାନେ ଜେଣ୍ଟସ୍ ଯଦି ଦେଖୁଥିବେ ତାହେଲେ ଜେଣ୍ଟସ୍ ପାଇଁ ମଧ୍ୟ ମୁଁ ଭିଡ଼ିଓ ବନେଇବି। ସେଇ ମେଡ଼ିସିନ୍ର ନାମ ହେଉଛି ଲଗି ହେୟାର ମେନ୍, କନିଷ୍କା କମ୍ପାନୀର। ତ ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ବତେଇବେ। ଏଭାରଗ୍ରୀନ୍ ଓଡ଼ିଆ ଆପଣଙ୍କ ପାଇଁ ଏକ ନୂଆ ଭିଡ଼ିଓ ଆଣିବ। ଆପଣଙ୍କ ପାଇଁ ସବୁବେଳେ ଆଣୁଛି କେରାଟିନ୍ ଅଏଲ୍ ଏବଂ ଲଗି ହେୟାର ଓମେନ୍ କ୍ୟାପସୁଲ୍ ବିଷୟରେ ମୁଁ ଆପଣଙ୍କୁ ଜାନକାରୀ ଦେଇଦେଲି। ଆପଣମାନେ ଲେଡ଼ିଜ୍ ହେଇଥିବେ ତ ଲେଡ଼ିଜ୍ ମାନେ ହିଁ ୟୁଜ୍ କରନ୍ତୁ ଓମେନ୍ କ୍ୟାପସୁଲ୍ ଏବଂ ଚିନ୍ତା କରନ୍ତୁନି, ନିଶ୍ଚୟ ଚୁଟି ପାଲିବ। ଆପଣଙ୍କ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ବତାନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁନି। ସେୟାର କରନ୍ତୁ।